स्थानीय शरधाबालिका अनुष्ठित होउछि 10 दिनिया पुस्तक मेला। ଏହି ଅବସରରେ ପ୍ରତ୍ୟେକ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଯାଉଛି କବିତା ଆସର ଓ ସାହିତ୍ୟ ସମ୍ପର୍କିତ ଆଲୋଚନା। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଟ୍ରଷ୍ଟ ଓ ଶ୍ରୀଧାମ ଜ୍ୟୋତି ବାସ୍ତୁ ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ମେଳା ମଞ୍ଚରେ ଆୟୋଜିତ ହୋଇଥିଲା ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଯୁବପିଢ଼ି ଶୀର୍ଷକ ଏକ ଆଲୋଚନା ଚକ୍ର। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭାନନ୍ଦ ପୁରୀ କହିଥିଲେ ଯେ ସମଗ୍ର ଜଗତର ଉପାସିତ ଓ ଆରାଧ୍ୟ ଦେବତା ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଶାକ୍ତ ଶୈବ ବୈଷ୍ଣବ ଓ ସାଂସାରିକ ମାନେ ଜଗନ୍ନାଥ ଚେତନାରେ ବ୍ରତୀ ହେବା ସହିତ ଯୁବ ସମାଜ ଏହି ସଂସ୍କୃତିର ଅନୁଗାମୀ ହେଲେ ସନାତନ ଧର୍ମର ସୁରକ୍ଷା ହୋଇପାରିବ। ବିଶିଷ୍ଟ ସାହିତ୍ୟିକ ଡକ୍ଟର ବଳରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସମ୍ମାନିତ ଅତିଥି ରୂପେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦାନ କରି କହିଥିଲେ ଯେ ଜଗନ୍ନାଥ ସଂସ୍କୃତି ଲୋକ ସଂସ୍କୃତିର ବାର୍ତ୍ତାବହ। ଏହାର ପ୍ରଚାର ପ୍ରସାର ସହିତ ଯୁବ ସମାଜ ଆଧ୍ୟାତ୍ମିକ ଚେତନାରେ ଉଦ୍ବୁଦ୍ଧ ହେଲେ ସଂସ୍କୃତିର ସୁରକ୍ଷା ଅବଶ୍ୟମ୍ଭାବୀ। ଅନ୍ୟତମ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ହରିହର ହୋତା, ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ବିନୋଦ କୁମାର ପଣ୍ଡା, ମନୋଜ କୁମାର ରଥ, ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ, ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ଦାସ, ଗବେଷକ ସୁନୀଲ ରଥ ପ୍ରମୁଖ ଯୋଗଦାନ କରି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱରେ ଅନନ୍ୟ ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ପୃକ୍ତ ବିଶିଷ୍ଟ ଆଲୋଚକମାନେ କହିଥିଲେ ଯେ ସାମ୍ୟ ମୈତ୍ରୀ ଶାନ୍ତି ସଦ୍ଭାବନା ପ୍ରୀତି ତଥା ଭାଇଚାରା ଦ୍ୱାରା ଆଧ୍ୟାତ୍ମିକ ଚେତନାରେ ଅଭିବୃଦ୍ଧି ଘଟିବ। ଯୁବପିଢ଼ିଙ୍କୁ ଭାବଭକ୍ତିର ପ୍ରେରଣା ଯୋଗାଇବ ଆଧ୍ୟାତ୍ମିକ ଚେତନା। ଅବକ୍ଷୟମୁଖୀ ସମାଜରେ ଜଗନ୍ନାଥ ସଂସ୍କୃତିର ମାହାତ୍ମ୍ୟ ପ୍ରଚାର ପ୍ରସାର ହୋଇପାରିବ। ଚାରୁଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀଧାମ ଜ୍ୟୋତି ବାସ୍ତୁ ପ୍ରତିଷ୍ଠାନ ପକ୍ଷରୁ 2024 ନୂତନ ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ଜଗନ୍ନାଥଙ୍କ ଧ୍ୟାନ ମନ୍ତ୍ର ପୁସ୍ତକ ବିତରଣ କରାଯାଇଥିଲା। କବୟିତ୍ରୀ ଶ୍ରୀମତୀ ଗୀତାରାଣୀ ମହାପାତ୍ର, ପ୍ରମୋଦା ଦେବୀ, ଶିକ୍ଷୟିତ୍ରୀ ଆଶାଲତା ପ୍ରଧାନ, ସାହିତ୍ୟିକା ପୌର୍ଣ୍ଣମାସୀ ଦେବୀ, ଗୀତିକାର ବିଜୟ କୁମାର ମିଶ୍ର, ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜଳି ରଥ ଓ ବିଜୟାନନ୍ଦ ଚକ୍ରବର୍ତ୍ତୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।